ବୌଦ୍ଧ ଜିଲ୍ଲା କନ୍ଧମାଳ ବ୍ଲକ ମସିଣାଗୋରାଠାରେ ଡୁମାଳ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ଆୟୋଜିତ ଦ୍ୱିତୀୟ ମା ମାହେଶ୍ୱରୀ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବରେ ମହୋତ୍ସବ ମଞ୍ଚକୁ ଉଦ୍ଘାଟନ କରିଥିଲେ। ସକାଳୁ ବନ୍ଧକରାସ୍ଥିତ ଚିରସ୍ରୋତା ଖଡଙ୍ଗ ନଦୀରୁ ମହିଳାମାନଙ୍କ ଦ୍ୱାରା ପୂର୍ଣ୍ଣ କଳସ ଶୋଭାଯାତ୍ରା ମାଧ୍ୟମରେ ପବିତ୍ର ଜଳ ଅଣାଯାଇଥିଲା ଏବଂ ଧବଳେଶ୍ୱର ପୀଠରୁ ସାଂସ୍କୃତିକ ଦଳ ମାଧ୍ୟମରେ ମଶାଲ ଶୋଭାଯାତ୍ରା ବାହାରି ମଣ୍ଡପରେ ପହଞ୍ଚିବା ପରେ ସ୍ଥାପନ କରାଯାଇଥିଲା। ପୂଜକ ଭାବେ ରାଜାରାମ ଦାସ ପୌରାହିତ୍ୟ କରିଥିବା ବେଳେ ସଭାପତି ଗୋବର୍ଦ୍ଧନ ପ୍ରଧାନ ଓ ଅଳକା ପ୍ରଧାନ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ। ଅପରାହ୍ନରେ ସାହିତ୍ୟିକ ଗୌତମ କ୍ଷେତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଧାୟକ ଶ୍ରୀ ଡାଙ୍ଗ ମୁଖ୍ୟ ଅତିଥି ଏବଂ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କରଚରଣ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପଦ୍ମଳା ପ୍ରଧାନ, ଖମନମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶିକ୍ଷକ ନେତା ଶମ୍ଭୁଗିରି, ଡୁମାଳ ସମାଜ ପୂର୍ବତନ ରାଜ୍ୟ ସମ୍ପାଦକ କୃତିବାସ ବଲିଆ, ଭୁବନେଶ୍ୱର ମୁସ୍ତିଆ, ପୂର୍ବତନ ଜିଲ୍ଲା ସଭାପତି ବିଶ୍ୱକିଷଣ ପ୍ରଧାନ, ପ୍ରାକ୍ତନ ରାଜ୍ୟ ପ୍ରତିନିଧି ଦେଶବନ୍ଧୁ ମହାକୁଳ, ମସିଣାଗୋରା ଗୌନ୍ତିଆ ପୂର୍ଣ୍ଣଚନ୍ଦ୍ର ମେଣ୍ଡିରି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଡୁମାଳ ସମାଜର ଏକତା, ସଂହତି ଏବଂ ସାଂଗଠନିକ ଅଭିବୃଦ୍ଧି ବିଷୟରେ କହିଥିଲେ। ରଞ୍ଜୁ ଅମାତ ମଞ୍ଚ ପରିଚାଳନା ଏବଂ ରଞ୍ଜନ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଡୁମାଳ ସମାଜର ସଦସ୍ୟ ଏବଂ ମସିଣାଗୋରା ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ। ବୌଦ୍ଧରୁ କୃଷ୍ଣ କର୍ମୀଙ୍କ ରିପୋର୍ଟ, ପ୍ରସାର ନ୍ୟୁଜ୍।